ଜୟ ଜଗନ୍ନାଥ। ଯଦି ଆପଣ ମନାଲିରୁ ଲେହ ଯାଉଛନ୍ତି, ଆପଣ ଦେଖନ୍ତୁ କେତେ ଖତରନାକ ରାସ୍ତା, କେତେ ବିପଦପୂର୍ଣ୍ଣ ରାସ୍ତା। ଦେଖନ୍ତୁ, ଇଏ ହେଉଛି ଅଟଳ ଟନେଲ। ୟାର ଲମ୍ବ ହେଉଛି 9 କିଲୋମିଟର 200 ମିଟର। ଏଇଠାରୁ ହିଁ ଆରମ୍ଭ ହୁଏ ଲେହର ଯାତ୍ରା। ଆପଣମାନେ ଦେଖନ୍ତୁ, ଲେହ ପରେ ଆସୁଛି ଇଏ ଶିଶୁ, ଇଏ ଆସିଗଲା କେଲଙ୍ଗ। ଆପଣ ଦେଖନ୍ତୁ, ଲେହରୁ ଯଦି ଲେହ ଯାଉଛନ୍ତି, ରାସ୍ତା ବହୁତ ବିପଦପୂର୍ଣ୍ଣ। ଏବଂ କେଲଙ୍ଗ ଆପଣ ଶିଶୁରେ ରହିପାରିବେ, କେଲଙ୍ଗରେ ରହିପାରିବେ। ଆପଣ ଦେଖନ୍ତୁ ସବୁ ଟେଣ୍ଟ ହାଉସ୍। ଏ ଟେଣ୍ଟ ହାଉସ୍ ଗୁଡ଼ାକ ଦାମ ପ୍ରାୟ 3,500 ଟଙ୍କା ଗୋଟେ ରାତିକୁ, ଯଦି ଆପଣ ଟେଣ୍ଟରେ ରହିବେ, ଖାଇବା ପିଇବା ଏକ୍ସଟ୍ରା। ଏଇଠୁ ହିଁ ରାସ୍ତା ଆରମ୍ଭ ହୁଏ ଲେହ ପାଇଁ। ବହୁତ ବିପଦପୂର୍ଣ୍ଣ ରାସ୍ତା। ରାସ୍ତାରେ ବହୁତ ଗୁଡ଼ାଏ ଆପଣ ଏତେ ଉଚ୍ଚା ଉଠିବେ ଯେଉଁଠି ନିଶ୍ୱାସ ନେବା ବି କଷ୍ଟ ହୋଇଯାଏ। ଇଏ ହେଉଛି ଟେଣ୍ଟ ହାଉସ୍, ଯେଉଁଠି ଆମେ ଗୋଟେ ଦିନ ରାତିରେ ରହିଥିଲୁ। ଆପଣ ଦେଖନ୍ତୁ, ଇଏ ହେଉଛି ଜିସ୍ପାରେ ସବୁ ଟେଣ୍ଟ ହାଉସ୍। ଯାହା ହଉ, ଏ ମାଲିକ ବହୁତ ଭଲ, ମୋତେ ବହୁତ ଭଲ ପାଆନ୍ତି। ତେଣୁ ଏଠି ଆମେ ଗୋଟେ ରାତି କାଟିଥିଲୁ ଜିସ୍ପାରେ। ଦେଖନ୍ତୁ, ଜିସ୍ପା ପରେ ଆପଣ ଆଗକୁ ଚାଲିବେ, ସବୁ ଜାଗାରେ ଦେଖିବେ ବରଫ ଅଛି। ପାହାଡ଼ ଉପରେ ସବୁ ବରଫ ହିଁ ଦେଖିବାକୁ ମିଳିବ। ଆଉ ସବୁ ଜାଗାରେ କ୍ୟାମ୍ପିଂ ସବୁ ଅଛି। ଯେଉଁଠି ରହିବା ପାଇଁ ଚାହିଁବେ, ଏସବୁ ଟେଣ୍ଟ ହାଉସ୍ରେ ରହିପାରିବେ। ଆପଣମାନେ ଏହିପରି ଆଗକୁ ଚାଲିବେ। ରାସ୍ତାରେ ବିପଦପୂର୍ଣ୍ଣ ସବୁ ରାସ୍ତା, ସବୁ ଜାଗାରେ ଆପଣମାନେ ଦେଖିବାକୁ ପାଇବେ ନ୍ୟାରୋ ରାସ୍ତା। ପାହାଡ଼ ଉପରୁ ସବୁ କାଟିକି ଉଠିବାକୁ ପଡ଼େ। ଆଉ ଯଦି ଖସିବେ, କମ୍ ସେ କମ୍ 3,000-4,000 ଫୁଟ ତଳକୁ ଖସିବେ। ଆପଣ ଦେଖନ୍ତୁ, ଇଏ କେମିତିଆ ରାସ୍ତା। ଆଉ ସବୁ ଜାଗାରେ ବରଫ ହିଁ ପୂର୍ଣ୍ଣ। ତେଣୁ ଆପଣ ଯଦି ମନାଲିରୁ ଲେହ ଯାଉଛନ୍ତି, ଏଇ ରାସ୍ତା ହିଁ ଦେଇକି ଯିବେ। ଏ ହେଉଛି ଲାହୁଲ ସ୍ପିତି। ତେଣୁ ଆପଣ ଏଇ ରାସ୍ତା ଦେଇକି ଲେହ ଯିବେ। ଲେହ ଯିବା ରାସ୍ତାରେ ଆପଣ ଦେଖିବେ ସବୁ ବହୁତ ରାସ୍ତାରେ ସବୁ ବରଫ ଜମା ହେଇଛି। ରାସ୍ତା ତା ମଝିରେ କରାଯାଇଛି। ଆପଣ ଦେଖନ୍ତୁ, ଇଏ ଗୋଟେ ସୁନ୍ଦର ସ୍ଥାନ। ଅଟଳ ଟନେଲ ଟପିଲା ପରେ ଆପଣଙ୍କୁ ରହିବା ପାଇଁ ପଡ଼ିବ। ଶିଶୁରେ ରୁହନ୍ତୁ, ଜସ୍ପାରେ ରୁହନ୍ତୁ, କିମ୍ବା କେଲଙ୍ଗରେ ରୁହନ୍ତୁ, ଯେଉଁଠାରେ ରାତି ଯାପନ କରିବାକୁ ପଡ଼ିବ। ତାପରେ ସିଧା ଆଗକୁ ଯିବେ। ଏ ସବୁ ଜାଗା ହିଁ ମାଇନସ୍। ଆପଣ ଦେଖନ୍ତୁ, ସବୁ ଜାଗାରେ ବରଫ ଜମା ହେଇଛି। ରାସ୍ତା ଗୁଡ଼ାକ ବରଫ କାଟିକି ହିଁ କରାଯାଇଛି। ଆଉ ରାସ୍ତା ଯାକ ପାଣି ଚାଲୁଥିବ ବରଫ ତରଳିକି। ତାରି ଭିତର ଦେଇ ଆପଣଙ୍କୁ ଯିବାକୁ ପଡ଼ିବ। ଥରେ ଥରେ ଗାଡ଼ି ବି ଏଠି ଲୋକମାନଙ୍କର ଗଡ଼ି ପଡ଼େ। ବହୁତ ହଇରାଣ। ଏଠି କୌଣସି ଗୋଟେ ଗଛ ନାହିଁ କି ଦୁବ ଘାସଟେ ଦେଖିବାକୁ ପଡ଼ିବନି। ଯଦି କୌଣସି ବିପଦରେ ପଡ଼ିଲେ ସାହାଯ୍ୟ କରିବାକୁ କେହି ନାହାନ୍ତି ଏଠି। ଯଦି ବି କେବେ ଲେହ ଯାଉଛନ୍ତି, ଆପଣ କମ୍ ସେ କମ୍ ପୋଷ୍ଟପେଡ଼୍ ସିମ୍ ନେଇକି ଯିବାକୁ ପଡ଼ିବ। ଜାମ୍ମୁ କାଶ୍ମୀର ପଶିଲା ମାନେ ଆପଣଙ୍କ ସିମ୍ କିଛି କାମ କରିବନି। ପୋଷ୍ଟପେଡ଼୍ ସିମ୍ ଥିଲେ ହିଁ କାମ କରିବ। ଏ ରାସ୍ତା ଦେଖନ୍ତୁ, କେତେ ବିପଦ ସଂକୁଳ ରାସ୍ତା। ଏଇ ରାସ୍ତା ଦେଇ ଆପଣମାନେ ଯିବେ। ଇଏ ହେଉଛି ଲାହୁଲ ସ୍ପିତି। ଆପଣ ଏଇ ରାସ୍ତା ଦେଇ ହିଁ ଲେହ ଯିବେ। ଆଉ ସବୁଠାରୁ ବଡ଼ ବିପଦ ଏଠି ନିଶ୍ୱାସ ନେବାକୁ କଷ୍ଟ ହୁଏ। ଅକ୍ସିଜେନ୍ ସର୍ଟେଜ୍, ନିଶ୍ୱାସ ନେବାକୁ କଷ୍ଟ ହୁଏ। ଆଉ ସେଇଟା ହିଁ ବହୁତ କଷ୍ଟ। ଆଉ କୌଣସି ଉଚ୍ଚା ଜାଗାରେ 5 ମିନିଟ୍ ବି ଛିଡ଼ା ହେଇପାରିବନି। ଅକ୍ସିଜେନ୍ ସର୍ଟେଜ୍ ହୁଏ, ନିଶ୍ୱାସ ନେବାକୁ କଷ୍ଟ ହୁଏ। ତେଣୁ ଯେଉଁମାନେ ଯାଉଛନ୍ତି, ଆମ ସାଙ୍ଗରେ ଯେଉଁ ଯାଇଥିଲେ 2 ଜଣ ହିମାଚଳ, 3 ଜଣ ଡ୍ରାଇଭର ଥିଲେ ମୋ ସହିତ, ସେମାନେ ସବୁ ରସୁଣ ପାଣି ସାଙ୍ଗରେ ନେଇଯାଇଥିଲେ ପିଇବା ପାଇଁ। ଏଇଠୁ ଆରମ୍ଭ ହେଲା ଜାମ୍ମୁ କାଶ୍ମୀର, ସରିଗଲା ହିମାଚଳ ପ୍ରଦେଶ। ଆପଣ ସବୁ ଜାଗାରେ ଚେକିଂ ଥାଏ ଆଉ ଭେରିଫିକେସନ୍ ଥାଏ। ଏଠୁ ଆରମ୍ଭ ହେଇଗଲା ଜାମ୍ମୁ କାଶ୍ମୀରର ବର୍ଡ଼ର ସୀମା। ଇଏ ଲେହ ଯିବାକୁ ହେଲେ ଏଇମାନଙ୍କ ରୁମରୁ ହିଁ ଉଲ୍ ହୁଏ। ଦେଖନ୍ତୁ, ଏଇଟା ପଶ୍ମିନା ଉଲ୍ ଆଙ୍କର ରୁମରୁ ହୁଏ। ବହୁତ ଥଣ୍ଡା ଜାଗାରେ।
आंकरी रूमरू पश्मीना उल हुए जोटा बहुत दामिकिया उल ये आंकरी जगर हुए। आपन देखुन ये केते जोर पवन बहुची। आम गाड़ी रू कहीं ओह्लैले आम दी जन ही ओह्लैलु। ठंडा और प्रबल पवन। ये जगार पदा को बाहर भी कष्ट। ये हूँ बहुत ऊंचा जगह देख थंगलांगला टॉप 7804 चारिपटे एत ठंडा पवन ठंडा बहुत है। कहीं भी आम गाड़ी ओह्लैले खाली मु आ मो सागर जड़े सहयोगी आम दी जन ही ओह्लैलु। ये गोटे शिव मंदिर ये शिव को पूजा करा जाउची। ये बहुत हाइट रे अच्छी। आउ धन्यवाद देवी बीआर बलम बड़ रोड अर्गानाइजेशन जो मैंने सुंदर रास्ता तैयारी कर बड़े। ये गोटे शिव मंदिर जनरली सब जगह ही शिव मंदिर पाइबे। सब जगह शिव को बेस पूजा करा जाए। आ बुद्ध ये जोड़े जिनस ही देखा पाइबे। ये थंगनल टॉप रास्ता देख बरफ पानी बरफ संध्या 5टा से समय थाए कि बरफ गुड़ा जमीगला सब रास्ता जाक आ बरफ पड़ुची भी। सब डेंजरस जगह सबुठ विपद हो निश्वास में बहुत कष्ट हुए। यार हार्ट प्रोब्लेम थो बहुत हैरान हो गला मैंने। किसी गछ वृक्ष किसी भी नहीं दुब घासटे भी नहीं। जदि लेहरु लेह जाऊँगी तेणु आप सब जिनस सांगे नहीं जा पड़ो खाइबा पीवा मेडिसिन सब नवाक जा पड़ो। आ प्रबल ठंडा ठंडा वस्त्र नवाक पड़ो। केबे भी जाऊँगी सब जिनस प्रस्तुत हो नहीं जा पड़ो ना निजे हैरान हो। ठंडा पोशाक निहाती दरकार मेडिसिन निहाती दरकार। ये गोटे बौद्ध मोनेस्ट्री पहाड़ पर किपर देखु मोनेस्ट्रीटा। यह छांगला 17,688 फुट ऊपर अच्छे। देख छांगला बहुत सुंदर जगह किंतु बहुत ठंडा और निश्वास नवा कष्ट। छांगला जो जड़े जाइए मोर दैवी शक्ति चमत्कार देखी शह शह लोक भल कर। ये रास्ता जो है पिंगंग झील को जानी जो भारत चाइना सैन्य मान भर बाड़िया बाड़ी होते भारत 22 जन सैन्य मरते। ये से जगह पिंगंग झील बा पिंगंग ह्रद 200 किलोमीटर व्याप्त चाइनार अधे भारतर अधे अच्छे। ये पिंगंग झील जदि भी केवे लेह जाऊँगी पिंगंग झील जातु। ये 3 इडियटर लास्ट सीन यही जगह शूटिंग होता। ये जदि लेह जाऊँगी लेहर एक शांति स्तूप सब भल आ दर्शन स्थान यही जगार टोटाल लेह सहरटा को आप देखिपारे। ये हूँ लेहर से शांति स्तूप। जदि लेह जाऊँ निश्चय शांति स्तूप जातु शांति स्तूप दर्शन करूँ। जय जगन्नाथ।